22 ପାବଛ ଅତିକ୍ରମ କଲା ପରେ ଆଉ ଏକ ଦ୍ୱାରକୁ ଅତିକ୍ରମ କରିବେ, ଦେଖିବେ ଆପଣଙ୍କ ମୁହଁ ସିଧା ନୃସିଂହ ଅଛନ୍ତି। ସେଠି ନୃସିଂହଙ୍କୁ ମୁଣ୍ଡିଆଟିଏ ମାରିବେ। ପାଖରେ ସେ ମନ୍ଦିର ସଂଲଗ୍ନରେ ଅଙ୍କିତ ହେଇଛନ୍ତି, ସ୍ଥାପନ ହେଇଛନ୍ତି ହନୁମାନ, ତାଙ୍କୁ ମୁଣ୍ଡିଆଟିଏ ମାରିବେ ଏବଂ ଦେଖିବେ ଅଜସ୍ର ସିନ୍ଦୁର ଢଳା ହେଇଥିବ ସତ୍ୟବାନ ଆଉ ସାବିତ୍ରୀଙ୍କ ଉପରେ। ମୋ ମା ମାନେ ବିବାହିତ ପୁରୁଷ ଓ ନାରୀ ମାନେ ଯେତେବେଳେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଶ୍ରୀମନ୍ଦିରକୁ ଯିବେ, ସେଇଠି ମୋ ମା ମାନେ ଟିକେ ଦି ହାତକୁ ଯୋଡ଼ିଦେବେ। ଦି ହାତକୁ ଯୋଡ଼ି ସେଇଠି ସତ୍ୟବାନ ଓ ସାବିତ୍ରୀଙ୍କୁ ମଥା ଲଗେଇ ମୁଣ୍ଡିଆ ଟିକେ ମାରିବେ ଏବଂ ପୁରୁଷ ମାନଙ୍କୁ ନିବେଦନ କରିବି, ଯଦି ଧର୍ମପତ୍ନୀଙ୍କ ସାଙ୍ଗରେ ମନ୍ଦିରକୁ ଯାଇଛନ୍ତି ତାହେଲେ ସେଇଠୁ ଟୋପାଏ ସିନ୍ଦୁର ଆଣି ନିଜ ଧର୍ମପତ୍ନୀଙ୍କ ମଥାରେ ଟିକେ ବୋଳିଦେବେ। ନାଇଁ, ଯଦି ମା ମାନେ ଆପଣ ମାନେ ଯାଇଥିବେ ସାଙ୍ଗରେ ଗୋଟିଏ ସିନ୍ଦୁର ଫରୁଆ ନେଇଥିବେ, ସେ ସିନ୍ଦୁର ଫରୁଆରୁ ସିନ୍ଦୁର ସେ ସତ୍ୟବାନ ସାବିତ୍ରୀଙ୍କ ଉପରେ ଢାଳିଦେବେ ଏବଂ ଯେତିକି ପାରିବେ ସିନ୍ଦୁର ପୁଣି ତାକୁ ଆଣିବେ, ସିନ୍ଦୁର ଫରୁଆରେ ମିଶେଇ ତାକୁ ପ୍ରତ୍ୟେକ ଦିନ